ओम नमो भगवते वासुदेवाय। पंचमोध्याय राजवाच। कहन्ति शुक मुनिवर शुण परीक्ष नृपवर। राजा बोलई मने गुणी मुनिक तत्व परिमाणी। निर्गुण निरंजन हरि धरणी तले देह धरी। से कर्म कले त्रिभुवने से अवतार जेबा स्थाने। से कथा कह मुनिगण संतोष नुहे मो श्रवण। एमन्ते राजा साधु कथा शुणी द्रुमिल सुध चेता। रोम पुलक करी तनु अश्रु गलई ता नयनु। द्रुमिलावाच बोलई शुण नरनाथ अशेष कृष्णर चरित। के ताहा अनुमान करी मुखे कहिब चिते धरी। बालक सम बुद्धिहीन जगते अछि केबा जन। पंडित पणे बाद करी हृदरे अलंकार भरी। कहिब कृष्ण गुण बळे के अछि भुवन मण्डळे। मृत्तिका खण्ड चूर्ण करी जे गणी पारे मने धरी। से काहि हरिर महिमा मुखे कहिब गुण सीमा। ब्रह्माण्ड रचि पंचभूते अंशे ताहार मध्य गते। पशे विराट रूप धरी आदि अनंत नर हरि। तिनि भुवन देह धरे सृष्टि पालन अंत करे। प्रथमे रज गुण धरी विधाता रूपे अवतरी। सृष्टि करई नाना मते विधि विधान वेद तत्वे। पालई यज्ञपति रूपे जीव खेलाई मोह कल्पे। ईश्वर रूपे तम गुणे दहई सृष्टि संहरणे। जे गुणमय निराकार एणु तृतीय रूप तार। पूर्वे जे दक्ष प्रजापति तार कुमारी नाम मूर्ति। धर्मर पत्नी से जुगते विष्णु जाहार गर्भगते। अरूप होई रूप राशि से नर नारायण ऋषि। तप आराधि घोर बने बसिले बदरिकाश्रमे। कल्पे पर्यंत तप करी मन पवन हृदे धरी। देखि ताहांक तप घोर स्वर्गे कंपिला सुनासिर। भये चिंतई पुरंदर निश्चय घेनिब मोर पुर। से पद हरिब ए बळे मो पद हरिब ए बळे। एमन्ते भाळी से बिकळे विचारी देवଙ୍କ संगते। तप समाधि विघ्न अर्थे उपाय कला सचिपति। जेणु स्वभावे मन्दमति कंदर्प राई पुरंदर। बोइला जाओ मर्त्यपुर बसंत पवन को चाहि बोलई संगे चल तुहि। तू तो स्वभावे मंद गंध घेनिण अप्सरा वृंद। कोकिल ध्वनि गीत स्वने नृत्य करिबु विद्यमाने। नाना प्रकारे मन हरि तप समाधि भग्न करी। बहन आस स्वर्ग स्थाने एमंत इंद्रर वचने। मधुर ध्वनि गीत स्वने मिलिले नारायण स्थाने। बसंते पुष्पित कानन देखि हरई प्राणी मन। कंदर्प नारायणे चाहि पुष्पको दंडे गुण देई। पंचनाराच अतिक्रमे
ବିନ୍ଧିଲା କୃଷ୍ଣଙ୍କ ମରମେ ଲଳିତ ବହଇ ବସନ୍ତ ଗଭୀର ନାଦେ ଶୁଭେ ଗୀତ ଦେଖିଣ ତାହାଙ୍କ ଉପାୟ ଧ୍ୟାନେ ଜାଣିଲେ ଦେବରାୟ ଇନ୍ଦ୍ର ଯେ ଭୟ ପାଇଚିତେ ମୋର ସମାଧି ଭଗ୍ନ ଅର୍ଥେ ଏହାଙ୍କୁ ପେଖି ଉଦ୍ବେଗେ ମନ ବିଷାଦେ ଅଛି ସ୍ୱର୍ଗେ ଏହା ବିଚାରି ନାରାୟଣ ବୋଇଲେ ଇନ୍ଦ୍ର ଗଣେ ଶୁଣ ରଙ୍ଗ ଅଧରେ ମନ୍ଦ ହସି ତାହାଙ୍କୁ ବୋଲନ୍ତି ଆଶ୍ୱାସୀ ଭୟ ନ କର ତୁମ୍ଭେ ଚିତେ ଉପାୟ କର ନାନା ମତେ ମୋହର ତପ ଭଗ୍ନ କର ଇନ୍ଦ୍ରକୁ ଯେବେ ତୁମ୍ଭେ ଡର ଆଜ ତୁମ୍ଭର ଆଗମନ ଧନ ମଙ୍ଗଳ ମୋର ସ୍ଥାନ ଏମନ୍ତ କହି ଭଗବାନ ତକ୍ଷଣେ ହୋଇଲେ ମୌନ ତା ଦେଖି ଇନ୍ଦ୍ରଗଣ ଡରେ ନମିଲେ ବିଷ୍ଣୁଙ୍କୁ ପୟରେ ଭୟେ କମ୍ପନ୍ତି ମୁଖ ଚାହିଁ ବୋଲନ୍ତି ଶୁଣ ଭାବଗ୍ରାହୀ ଏ ଯେ ବିଚିତ୍ର କଥା ତୋର ତୁ ଧର୍ମ ପ୍ରଭୁ ନିରାକାର ନିର୍ଗୁଣ ନିର୍ବିକାର ଦେହି ପ୍ରକୃତି ତୋତେ ନ ଜାଣଇ ତୋହରି ଅଭୟ ଚରଣ ସେବନ୍ତି ଆତ୍ମଜ୍ଞାନୀ ଗଣ ଯୋଗୀଙ୍କ ହୃଦୟ କମଳେ ତୋହର ଆସନ ନିଶ୍ଚଳେ ତୋର ଚରଣ ଯେ ସେବନ୍ତି ଦେବେ ତାହାଙ୍କୁ ବିଘ୍ନ ଚିନ୍ତି ତୋର ଚରଣ ଯେ ସେବନ୍ତି ତେବେ ତାହାଙ୍କୁ ବିଘ୍ନ ଚିନ୍ତି ବୋଲନ୍ତି ଜପ ଯଜ୍ଞ ତ୍ୟାଗୀ ଏ ଯେ ହୋଇବ ମୋକ୍ଷ ଭାଗୀ ଏଣୁ ଡରନ୍ତି ଦେବଗଣ କରନ୍ତି ବିଘ୍ନ ଆଚରଣ ମୋ ଅନ୍ୟ ଦେବତା ଭଜନ୍ତି ତାହାଙ୍କୁ ବିଘ୍ନ ନ କରନ୍ତି ସମସ୍ତେ ମିଳି ଅଗ୍ନିକୁଣ୍ଡେ ହୃତ ସମିଧ ଭକ୍ଷି ତୁଣ୍ଡେ ଯଜ୍ଞ ଭୋଜନେ ସୁଖେ ଥାନ୍ତି ତାହାଙ୍କୁ ଦୟା ସେ କରନ୍ତି ଯେ ତୋର ଚରଣେ ସେବନ୍ତି ସକଳ ଧର୍ମ ସେ ଲଭନ୍ତି ଏକାନ୍ତ ଚିତ୍ତେ ସୁଖେ ଥାଇ ଅନ୍ୟ ଦେବଙ୍କୁ ନ ଗଣନ୍ତି ତେଣୁ ସେ ଦେବେ କୋପ ଭରେ ବିଘ୍ନ ଆଚରନ୍ତି ତାହାରେ ଯେ ତୁମ୍ଭ ଚରଣେ କିଙ୍କର ତାହାଙ୍କୁ ତୁମ୍ଭେ ଦୟା କର ବିଘ୍ନ ତାହାଙ୍କ ପାଦେ ନମେ ଅନ୍ୟ ସଂସାର ଯାଇ ଭ୍ରମେ କ୍ଷୁଧା ପିଶାଚ ଶୀତ ଜ୍ୱର ଦୁର୍ଜୟ ଶୋକ ଭୟଙ୍କର ମଦନ ଲୋଭ ଆଦି ଆମ୍ଭେ ଥାଉ ନିରତେ ପ୍ରାଣ ସଙ୍ଗେ ବିଘ୍ନ ଆଚରୁ ଶତ୍ରୁପଣେ ଯେ ଧର୍ମ କରେ ଅନୁକ୍ଷଣେ ଆମ୍ଭର ହିଂସା ଏହି ମତ ଯେ ପ୍ରାଣୀ ତୁମ୍ଭର ଭକତ ତାହାଙ୍କୁ ଦେଖି ଆମ୍ଭେ ଡରି ସେ ପ୍ରାଣୀ ବୁଝନ୍ତି ତରି ବାଛୁରୀ ଖୋଜେ ଜଳେ ଥିଲେ ନାହା ଯେ ସନେ ଲଙ୍ଘି ଭଲେ ଯେ ଘୋର ତପ ଆଚରନ୍ତି ତାହାଙ୍କୁ ଆମ୍ଭେ ବିଘ୍ନ ଚିନ୍ତି କଠୋର ତପ କରି ନାଶ ସେ ହନ୍ତି କାମ ଲୋଭେ ବଶ ଛାଡ଼ନ୍ତି ତପ ଧର୍ମ ଭୟେ ପଡ଼ନ୍ତି ବିଷ୍ଣୁ ମାୟା ମୋହେ ଏମନ୍ତ କହୁ ଇନ୍ଦ୍ର ଗଣେ ବିଷ୍ଣୁ ସମୀପେ ତତ୍କ୍ଷଣେ ଅଦ୍ଭୁତ ନାରୀ ରୂପ ରାଶି ବିଜୁଳି ଯେହ୍ନେ ମେଘୁ ଆସି ସେବନ୍ତି ନାରାୟଣ ପାଶେ ତା ଦେଖି ଇନ୍ଦ୍ରଗଣ ତ୍ରାସେ କମ୍ପନ୍ତି ଜୀବନ କାତରେ ନୟନ ବୁଜି ଦୁଇ କରେ ସେ ରୂପ ରାଶି ଦେହ ଗନ୍ଧେ ଆଘ୍ରାଣ କରି ନାସାରନ୍ଧ୍ରେ
ରହିଲା ତାହାଙ୍କର ମନ ରୂପକୁ ଚାହିଁ ହତ ଜ୍ଞାନ। ମୋହେ ପଡ଼ିଲେ ମୋହି ତଳେ କନ୍ୟାଙ୍କ ରୂପ ଗନ୍ଧ ବଳେ। ତା ଦେଖି ପ୍ରଭୁ ବ୍ରହ୍ମ ରାଶି ରଙ୍ଗ ଧରେ ମନ୍ଦ ହସି। ବୋଲନ୍ତି ଦେବଗଣ ଚାହିଁ ଭୟ ନ କର ତୁମ୍ଭେ କେହି। ମୋର ନିକଟେ କନ୍ୟା ଯେତେ ଅଛନ୍ତି ସେବା ଅନୁମତେ। ତାହାଙ୍କ ପାଦେ ସେବା କର କନ୍ୟା ଗୋଟିଏ ମାଗ ବର। ସେ ଯେବେ ଦିଅନ୍ତି ଏକ ନାରୀ ତା ଘେନି ଚଳ ସ୍ୱର୍ଗପୁରୀ। ସେ ହେଉ ସ୍ୱର୍ଗ ଅଳଙ୍କାର ରୂପେ ମୋହିବ ପୁରନ୍ଦର। ତକ୍ଷଣେ ଆଜ୍ଞା ଶିରେ ଧରି କନ୍ୟାଙ୍କ ପାଦେ ସେବା କରି। କନ୍ୟାଏ ଲଭି ତାଙ୍କ ମଧ୍ୟେ ସ୍ୱର୍ଗ ମିଳିଲେ ଅପ୍ରମାଦେ। ଇନ୍ଦ୍ର ସମୀପେ ଦେଲେ ନେଇ ଉର୍ବଶୀ ନାମ ସେ ବୋଲାଇ। ଦେଖି ସାନନ୍ଦ ପୁରନ୍ଦର ରୂପେ ମୋହିଲା ସ୍ୱର୍ଗପୁର। ପ୍ରଣାମ କରି ଶଚୀନାଥ କହିଲେ ସକଳ ବୃତ୍ତାନ୍ତ। ଇନ୍ଦ୍ର ଆନନ୍ଦ ତାହା ଶୁଣି ନିଶ୍ଚେ ଜାଣିଲା ଚକ୍ରପାଣି। ବିସ୍ମୟ ଛାଡ଼ି ଦମ୍ଭ ମନେ ରହିଲା ଇନ୍ଦ୍ର ନିଜ ସ୍ଥାନେ। ଏବେ ହେ ଶୁଣ ନରେଶ୍ୱର ବିଷ୍ଣୁର ଅଂଶେ ଅବତାର। ପରମହଂସ ରୂପ ହୋଇ ଅଶେଷ ଜ୍ଞାନମୟ ଦେହି। ଯେ ଅବା କରେ ଜଗତେ ଏବେ ହୋ ଶୁଣ ଏକ ଚିତ୍ତେ। ତୃତୀୟେ ଦତ୍ତାତ୍ରେୟ ହୋଇ ଜ୍ଞାନ ମଙ୍ଗଳ ପୂର୍ଣ୍ଣ ଦେହି। ବ୍ରହ୍ମାର ମନୁ ଅବତରି ଚତୁଃସନକ ରୂପ ଧରି। ଶୁଣ ଋଷଭ ଅବତାର ଆମ୍ଭେ ହୋ ତାହାଙ୍କ କୁମର। ସେ ପୁଣି ହୟଗ୍ରୀବ ହୋଇ ସେ ରୂପେ ବେଦ ଉଦ୍ଧାରଇ। ମଧୁକୈଟଭ ସଂହାରିଲେ ବ୍ରହ୍ମାଙ୍କୁ ସଙ୍କଟୁ ତାରିଲେ। ପଞ୍ଚମେ ମୀନ ରୂପ ହୋଇ ଧରଣୀ ନାବ ସଙ୍ଗେ ବହି। ପ୍ରଳୟ ଜଳେ ଶଙ୍ଖା ମାରି ଯେ ସେ ରୂପେ ନିଗମ ଉଦ୍ଧରି। ପ୍ରଳୟ ବୃଷ୍ଟି ଜଳେ ଭାସି ଭୂମି ପାତାଳେ ଥିଲା ପଶି। ଶୂକର ରୂପ ଧରି ହରି ଭୂମି ତୋଳିଲେ ଦନ୍ତ ପରି। ଇନ୍ଦ୍ର ସମ୍ପଦ ଲାଭ ଅର୍ଥେ ଦେବ ଦାନବ ଅନୁମତେ। ଗଭୀର କ୍ଷୀର ସିନ୍ଧୁ ମଧ୍ୟେ ମନ୍ଦର ଆଣି ସୁଖ ସାଧେ। ଜଳେ ପକାନ୍ତେ ମହାଗିରି ହରି ତା କୂର୍ମ ରୂପ ଧରି। ଅମୃତ ଆଦି ନାନା ଦ୍ରବ୍ୟ ଇନ୍ଦ୍ରକୁ ଦେଲେ ହରି ସର୍ବ। ଗଜ କୁମ୍ଭୀର ଯୁଦ୍ଧ କାଳେ ସେ ହରି ରୂପ ଅନ୍ତରାଳେ। ଚକ୍ରେ କୁମ୍ଭୀର ମୁଣ୍ଡ ହାଣି ଗଜ ଉଦ୍ଧାରି ଚକ୍ରପାଣି। କଶ୍ୟପ ଋଷି ଯଜ୍ଞ ମେଳା 60,000 ବାଲ୍ୟ ଖିଲା। ନୃତ୍ୟ ଚାଲନ୍ତି ବନ ଦାଣ୍ଡେ କାଠେ ବହନ୍ତି କାନ୍ଧେ ମୁଣ୍ଡେ। ଦିନକ ଘେନି ଏକ ତାଳେ 60,000 ଏକ ମେଳେ। ବହି ଆଣନ୍ତି ବାହୁବଳେ ବୁଡ଼ିଲେ ଗୋଷ୍ପଦ ସଲିଳେ। ସମସ୍ତେ ହୋଇ ଏକ ମୁଖ ଡାକନ୍ତି ନାରାୟଣ ରଖ। ଦେଖିଣ ତାହାଙ୍କ ବିକଳ ଦୟା ସାଗର ଆଦି ମୂଳ। ତକ୍ଷଣେ ଦିବ୍ୟ ରୂପ ଧରି ବ୍ରହ୍ମାଙ୍କୁ ସଙ୍କଟୁ ଉଦ୍ଧାରି। ଦେବ ଅସୁର ଯୁଦ୍ଧ କାଳେ ବାସବ ନିଜ ଭୁଜ ବଳେ। ବଜ୍ରେ ଛେଦିଲା ବୃତ କନ୍ଧ ତେଣୁ ଲଭିଲା ବ୍ରହ୍ମବଧ। ବିଚାରି କଲା ମନେ ଦୁଃଖ ଡାକିଲା ନାରାୟଣ ରଖ।
ତକ୍ଷଣେ ଧର୍ମ ରୂପ ଧରି ଇନ୍ଦ୍ରକୁ ସଙ୍କଟୁ ଉଦ୍ଧାରି ଭକ୍ତ ଉଦ୍ଧାର ହେତୁ କରି ନୃସିଂହ ହିରଣ୍ୟ ସଂହାରି ଦୟା ସାଗର ଦାମୋଦର ଦାନ ଘେନିଲେ ତିନି ପୁର ଅଦ୍ଭୁତ ବାମନ ଶରୀରେ ମିଳିଲେ ବଳି ଯଜ୍ଞ ଦ୍ୱାରେ ସେ ରୂପେ ମୋହି ତାର ମନ ଦାନେ ହରିଲେ ତ୍ରିଭୁବନ ପାଦେ ତାହାର ଶିର ଚାପି ପାତାଳେ ପୁରେ ନେଇ ସ୍ଥାପି ଇନ୍ଦ୍ରର ମନ କଲେ ଶୁଭ ସୁଖେ ସେ ଭୁଞ୍ଜଇ ଦୁର୍ଲଭ ସେ ପୁଣି ଭୃଙ୍ଗୁ ବଂଶେ ହରି ପରଶୁରାମ ରୂପ ଧରି ଏକବିଂଶତି ବାର କୋପେ ଅବନୀ ଭ୍ରମି ବିଶ୍ୱରୂପେ କ୍ଷତ୍ରିୟ କୁଳ ସଂହାରଣ କଲେ ଅନାଦି ନାରାୟଣ ରାବଣ ରାମ ରୂପେ ମାରି ସଙ୍କଟୁ ଜାନକୀ ଉଦ୍ଧାରି ଧରଣୀ ମଧ୍ୟେ ଯଶ ଥୋଇ ପ୍ରାଣିତ ରଇ ତାହା ଗାଇ ପୁଣି ଅନନ୍ତ ଅବତାରେ ହଳ ମୂଷଳ ଧରି କରେ ଘୋର ଦାନବ ଦର୍ପ ହରି ସୁଖେ ସ୍ଥାପିଲେ ବସୁନ୍ଧରି ପ୍ରବୋଧ ବୁଧ ଅବତାରେ ଜ୍ଞାନ ବିସ୍ତାରି ଏ ସଂସାରେ ଅସୋଆରୋହୀ କଳ୍କି ରୂପେ ମ୍ଲେଚ୍ଛ ସଂହାରି ମହାକୋପେ ଏମନ୍ତେ ନାନା ରୂପ ଧରି ସେ ହରି ଜଗତେ ବିହରେ ଏମନ୍ତେ ନାନା ରୂପ ଧରେ ସେ ହରି ଜଗତେ ବିହରେ କେତାର ଗୁଣ କର୍ମ ମୁଖେ ସଂଖ୍ୟା କହିବ ଶତ କଳ୍ପେ କେ ଅବା କହିବ ସଂକ୍ଷେପେ ଭୋ ରାଜା ତୋହର ସମୀପେ ନାରଦ ବସୁଦେବ ମେଳେ ଶୁକ ପରୀକ୍ଷ ଗଙ୍ଗା କୂଳେ ଏ ଷଡ଼ ପ୍ରଶ୍ନେ ଏକାଦଶ କହିଲା ଜଗନ୍ନାଥ ଦାସ ଶ୍ରୀ ଭାଗବତ ଧର୍ମ କଥା ଶୁଣି ଛାଡ଼ିବ ମନୋବ୍ୟଥା ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟା 82 ଏକାଦଶ ସ୍କନ୍ଧେ ନିମିନବ ବିପ୍ର ସମ୍ବାଦେ ନାମ ପଞ୍ଚମୋऽଧ୍ୟାୟ। ଓମ୍ ନମୋ ଭଗବତେ ବାସୁଦେବାୟ।